ଅନନ୍ତ ନାରାୟଣ ଧଳ ପ୍ରାୟ ମାସେ ହେଲା ଏଭଳି ମାରିଛନ୍ତି। ଆମେ ମଧ୍ୟ ଭୁବନେଶ୍ୱର ଯିବା ଆସିବା ଦେଖୁଛୁ, କିନ୍ତୁ ଆମ କତିରେ କୌଣସି ସୂଚନା ନଥିଲା। ମୁଁ 26 ତାରିଖ ସନ୍ଧ୍ୟା 7ଟାରେ ଘୋଷଣା କରାଗଲା ମାଗୁଣି ଜିଲ୍ଲା ଯାଜପୁର ଜିଲ୍ଲା ସଭାପତି। 27 ତାରିଖ ଦିନ ଆମେ ଭୁବନେଶ୍ୱର ଗଲୁ ଆମ ସଭାପତିକୁ ମାନେ ଶୁଭେଚ୍ଛା ଜଣାଇବା ପାଇଁ। 7 ତାରିଖ ଦିନ ମୁଁ ଯେତେବେଳେ ଯାଉଥିଲି ରାସ୍ତାରେ ଏଠି ଆପଣ ଚଣ୍ଡିଖୋଲ ଓଭର ବ୍ରିଜ କ୍ରସ୍ କରୁଛି, ଅନନ୍ତ ନାରାୟଣ ଧଳ ମହାଶୟ ଆମକୁ ଫୋନ କଲେ, ଭାଇ ନମସ୍କାର, ଶୁଭେଚ୍ଛା। ମୁଁ କହିଲି ଆପଣଙ୍କ ମୋବାଇଲ ଫିଡିଂ ନମ୍ବର ନାହିଁ, କହିଲେ ଆପଣ କିଏ କହୁଥିଲେ? ନା ମୁଁ ନାଣ୍ଡୁ ଧଳ କହୁଥିଲି। ଧନ୍ୟବାଦ ଆପଣ ଜଣେଇଲେ। ମୁଁ ତାଙ୍କ ନାଁଟା ଜାଣିଥିଲି, ଯୋଉ ଯିବା ଆସିବାରେ ଯୋଉ ଲେଖା ସେ କଂଗ୍ରେସ ନେତା ଲେଖିଥିଲେ। ଆମେ ଭାବିଲୁ ସେ ପିସିସି କଣ କଥା ହେଇଥିବ ଆମେ ଜାଣିନୁ। ତେଣୁ ସିଏ ମତେ କହିଲେ ଯେ ମୁଁ ଆପଣଙ୍କ ଦଳରେ ମିଶିବାକୁ ଚାହୁଁଛି, ପିସିସି ଲେବୁଲରେ କଥା ହେଇଛି, ଆଉ 15 ତାରିଖରେ ମୁଁ ମିଶୁଛି, 20,000 ଲୋକ ଏତେ ଗାଡି ଏମିତି ସବୁ କହିଲେ, ଆଉ ଆପଣ ଜାଣିଥାନ୍ତୁ ଆଉ ମିଶିଲେ ଭଲ ହବ ନା। ମୁଁ ନା ମିଶିଲେ ବହୁତ ଭଲ ହବ। ଆମେ ଯେତେ କଂଗ୍ରେସକୁ ବିଜେଡିରୁ ଅନ୍ୟାନ୍ୟ ଦଳରୁ ଆସିବେ ଆମେ ସମସ୍ତଙ୍କ ପାଇଁ ହୃଦୟ ଖୋଲା ରଖୁଛୁ, ଆପଣଙ୍କୁ ମଧ୍ୟ ୱେଲକମ୍ କରୁଛୁ। ତାପରେ ସେ କହିଲେ ଯେ ଯଦି 15 ତାରିଖରେ ନ ମିଶେଇବେ ବ୍ୟବସ୍ଥା ଟିକେ ଅଲଗା ପ୍ରକାର ହବ। ମୁଁ କାହିଁକି ଆପଣ ମିଶିବାକୁ ତ ପିସିସିରେ ଆପଣ କହୁଛନ୍ତି କଥା ହେଉଛନ୍ତି, ମିଶିବାର ଅସୁବିଧା କଣ? ନା କିଛି ଲୋକ ବର୍ଷଣାରେ ମୋ ବିରୁଦ୍ଧରେ ଗୋଟେ ଆପ୍ଲିକେସନ ଦେଇଛନ୍ତି, ଆଉ ପ୍ରତ୍ୟେକ ପିସିସି ସଭାପତି ରୋକିଛନ୍ତି। ମୁଁ ସେ ବିଷୟରେ କିଛି ଖବର ନାହିଁ, ଇଏ ଦେଇଛନ୍ତି ବା ପିସିସି ସଭାପତି କଣ କହିଛନ୍ତି। ମୁଁ ଯାଉଛି ଭୁବନେଶ୍ୱର, ଯଦି ପିସିସି ସଭାପତି ଭେଟ ହୁଅନ୍ତୁ ମୁଁ ଆପଣଙ୍କ କଥାଟା ପଚାରିବି। ସେଠୁ ମୁଁ କହିଲେ ଠିକ ଅଛି, ଆପଣ ମତେ ରାତି ସୁଦ୍ଧା କୁହନ୍ତୁ। ମୁଁ ଯାଉଛି, ଭେଟ ପଡ଼ିଲେ କହିବି। ସେଠୁ ଗଲି, ପିସିସି ସଭାପତି ନଥିଲେ, ସେ ନୂଆପଡା ଇଲେକ୍ସନ ପାଇଁ ବ୍ୟସ୍ତ ଥିଲେ, ପଳେଇଲେ। ସେଠୁ ମୁଁ ଆସିଲି, ସେ ରାତି 11ରେ ଫୋନ କଲେ, ମୁଁ କହିଲି ଭାଇ ଭେଟ ହେଲାନି, ଆଉ କିଛି ଆଲୋଚନା ହେଇନାହିଁ। କିନ୍ତୁ ପରୋକ୍ଷ ଭାବରେ ଆମର ଯୋଉ ସୋସିଆଲ ମିଡିଆରେ ମୁଁ ତାଙ୍କର କିଛି ବୟାନ ଦେଖିଲି ଯେ କଂଗ୍ରେସ ଦଳ କାହାର ବାପ ନୁହେଁ, ବାପର ଦଳ ନୁହେଁ, କଂଗ୍ରେସ ଦଳ ଗୋଟେ ଜାତୀୟ ସମ୍ପତ୍ତି, ଆମେ ମିଶିବୁ, ଆମକୁ 15 ତାରିଖରେ କଥା ହେଇଛି ଆମେ ମିଶିବୁ। ତାପରେ ସେ ମତେ ଫୋନ କରି କହିଲେ ଯଦି ଆପଣ ନ ମିଶାନ୍ତି ମୁଁ ବିଜେଡି କିମ୍ବା ବିଜେପିରେ ସେଇଦିନ ହିଁ ମୋର ସଂକଳ୍ପ ମିଶିବି। ସେଟା ଆପଣଙ୍କର ସ୍ୱାଧୀନତା, ଗଣତନ୍ତ୍ର ରାଷ୍ଟ୍ରରେ ଆପଣ ସ୍ୱାଧୀନତା ଅଛି, ଆପଣ କୋଉ ଦଳକୁ ଯାଇପାରନ୍ତି, କିନ୍ତୁ କଂଗ୍ରେସ ଦଳ କଥା କହିଲେ ଆପଣଙ୍କ ସାଙ୍ଗରେ ବହୁତ ଭଲରେ କଥା ହେବା, ଅନ୍ୟ ଦଳ କଥା ହେଲେ ଆମେ କଥା ହେବାଟା କିଛି ଲାଭ ନାହିଁ। ତେଣୁ ମୁଁ କହିଲି, ସେ ବି କାଟିଥିଲେ, ମୁଁ ବି ରହିଲି। କାଲି ମଧ୍ୟ ମତେ ସେ ଫୋନ କରିଥିଲେ, କଣ ଭାଇ ହେଲା, ମୁଁ ମିଶିବାକୁ ଚାହୁଁଛି, ପ୍ରେସ୍ ମିଟ୍ କରିଛି, ସେଟା ଆପଣ ପିସିସି ଲେବୁଲରେ କଥା ହେବେ। ହଁ, 2 ଦିନ ଆଗରୁ ତାଙ୍କର 2 ଜଣ ପିଲା ଆମ କତିକି ଯାଇଥିଲେ, ସେ ଆପ୍ଲିକେସନ ମଧ୍ୟ ମୋ କତିରେ ଅଛି, ମୁଁ ସୋସିଆଲ ମିଡିଆରେ ଦେଇଛି, ଆପଣ ମାନେ ଜାଣିଥିବେ। ସେ 2 ଜଣ ପିଲା ଗଲେ, କହିଲେ ଆଉ ଭାଇ ପଠେଇଛନ୍ତି, ଆପଣ ଆପ୍ଲିକେସନ ରଖନ୍ତୁ। ଆମେ ଗ୍ରହଣ କଲୁ, ସେମାନଙ୍କ ମଧ୍ୟ ସାଙ୍ଗରେ ଭଲ ଆଲୋଚନା କଲୁ। କିନ୍ତୁ ଏଇ ଯୋଉ କଥାଟା ଆପଣ ମାନଙ୍କୁ କହିଲି ଯେ ବିଜେପି ବିଜେଡି ପଳେଇଯିବ, ମୁଁ କହିଲି କଂଗ୍ରେସ ଗୋଟେ ବିଚାର ଆଦର୍ଶର ଦଳ, ଯେ ସେ ଲୋକର ଫଣ୍ଡା କ୍ଲିୟର ଯଦି ହେଇନାହିଁ, ଯେ କୋଉ ଦଳକୁ ସେ ସୁନିଶ୍ଚିତ କରୁନାହିଁ ମୁଁ ଯିବି ବୋଲି, ଏ ଦଳ ନ ନେଲେ ସେ ଦଳକୁ ଯିବି, ସେ ଦଳ ନେଲେ ଏ ଦଳକୁ ଯିବି। ତେଣୁ ଆପଣ ଆପ୍ଲିକେସନ ଆଣିଲେ ଆମେ ସ୍ୱାଗତ କରୁଛୁ, କିନ୍ତୁ ସେ ଯେହେତୁ ଉପର ଲେବୁଲରେ କଥା ହେଇଛନ୍ତି, ଆମେ ସାଧାରଣତଃ ଛୋଟିଆ କର୍ମୀ ଜିଲ୍ଲାରେ କାମ କରୁଛୁ କଂଗ୍ରେସ ପାଇଁ, ସେ ଉପର ଲେବୁଲରେ କଥା ହେଇଛନ୍ତି, ତାଙ୍କର କଥା ହୁଅନ୍ତୁ, ଆମେ ରଖିଲୁ। ପିସିସିଙ୍କ ସାଙ୍ଗରେ କଥା ହେଲେ ଆପଣଙ୍କୁ ଜଣେଇଦେବୁ। ମୁଁ ସେ ଥିଲା ମଧ୍ୟରେ ସେ ଯୋଉ 2 ଜଣ ଭାଇ ଯାଇଥିଲେ ତାଙ୍କ ସିଗ୍ନେଚର ମଧ୍ୟ ଆମେ ରଖିଛୁ, ଆଉ ମୋବାଇଲ ନମ୍ବର ରଖିଛୁ ଯୋଉ ଲୋକ ଯାଇଥିଲେ। ସେ ଫୋନ କଲେ ଦାଦାଙ୍କୁ ବା ଭକ୍ତଚରଣ ଦାସ ପିସିସି ସଭାପତି, ସେ ବ୍ୟସ୍ତ ଥିଲେ ଆଉ ଉଠେଇଲେନି, ସେ 2 ଜଣ ଥିବା ଭିତରେ। ସିଏ ଗଲା ପରେ 15 ମିନିଟ୍ ପରେ ମତେ ରିକଲ କଲେ, କହିଲେ କଣ ଫୋନ କରିଥିଲେ? ମୁଁ କହିଲି ଏମିତି ଅନନ୍ତ ନାରାୟଣ ଧଳ 2 ଜଣ ଲୋକଙ୍କୁ ପଠେଇଥିଲେ ଆପ୍ଲିକେସନ ଦେବା ପାଇଁ, ଆଉ ସେ ଦେଇଥିଲେ, ମୁଁ ଗ୍ରହଣ କଲି। ଆଉ ତାଙ୍କ ଉପସ୍ଥିତିରେ ମୁଁ ଆପଣଙ୍କ ସାଙ୍ଗରେ କଥା ଶୁଣେଇ ଦେବାକୁ ଚାହୁଁଥିଲି, ମୁଁ ବ୍ୟସ୍ତ ଥିଲି ଆଉ କଥା ହେଇପାରିଲେ। ଠିକ ଅଛି, ଆପଣ ରଖିଛନ୍ତି, ଭଲ କରିଛନ୍ତି। ମୁଁ ସାର୍ ମୁଁ କଣ କହିବି ତାଙ୍କୁ, ସେ ମତେ ଯେତେବେଳେ ଆପ୍ଲିକେସନ ଦେଇଛନ୍ତି, ଆପଣଙ୍କ ନିର୍ଦ୍ଦେଶରେ ମୁଁ କାମ କରୁଛି, ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ଜିଲ୍ଲା ସଭାପତି କାମ କରୁଛନ୍ତି, ତେଣୁ ମୁଁ ଗୋଟେ କଣ ଉତ୍ତର ଦେବି? କହିଲେ ଦେଖନ୍ତୁ ମୁଁ ପୁରା ବ୍ୟସ୍ତ, ଗୋଟେ ମିନିଟ ମତେ ସମୟ ନାହିଁ କୌଣସି କାର୍ଯ୍ୟକ୍ରମ କରିବା ପାଇଁ। ନୂଆପଡା ଇଲେକ୍ସନଟା କରବା ମୋର, ଆଉ ଏଠି ବିଜୁ ଜନତା ଦଳ ଏପର୍ଯ୍ୟନ୍ତ କ୍ୟାଣ୍ଡିଡେଟ୍ ଦେଇପାରୁନି, ବିଜେପି ମଧ୍ୟ ବିଜୁ ଜନତା ଦଳ କ୍ୟାଣ୍ଡିଡେଟକୁ ନେଇକିନି ପ୍ରୋଜେକ୍ଟ କରୁଛି। ଆମର କଂଗ୍ରେସର ଭଲ ପୋଜିସନ ଅଛି, ଆଉ ଯୋଉ ଲୋକ ସ୍ୱାଧୀନରେ ଠିଆ ହେଇଥିଲେ 51,000 ପାଇଥିଲେ, ଆମର ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ସେ 15,000 ଭୋଟ ପାଇଥିଲେ।
ଏବଂ ମୋର ଏଟା ନିଜସ୍व ଗୋड़ ଆଉ ମୋର ନିଜସ୍व ଭୋଟ ଅଛି। ଆମେ ଏଠି ନିଶ୍ଚୟ ଜିତିବା। ତେଣୁ ମୁଁ ଏଠି ବ୍ୟତିବ୍ୟସ୍ତ ଅଛି। ସେ ବାବୁଙ୍କୁ କହିଦିଅନ୍ତୁ, ଅନନ୍ତ ବାବୁକୁ, ସେ ଇଲେକ୍ସନ ପରେ ଆମେ ତାଙ୍କୁ ସ୍ୱାଗତ କରିବା, ଆଲୋଚନା କରିବା, ମିଶେଇବା। ଏ କଥାଟା ଯେତେବେଳେ କହିଲେ ମୁଁ ସେଇଟା ମଧ୍ୟ ସେ ପ୍ରେସରେ ଦେଇଛି, ସୋସିଆଲ ମିଡିଆରେ ଛାଡିଛି। ତେଣୁ ଏତିକି କଥା ଆମର ହେଇଛି। ଆଜି ଅନନ୍ତ ବାବୁ, ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଧଳ ନାଣ୍ଡୁ ବାବୁ, ସେ ମତେ ଫୋନ କରିଥିଲେ ଦିନ 1:30ରେ। ମୁଁ ସେ ସମୟରେ ଫିଲ୍ଡରେ ଥିଲି। ଜମଧର ପଞ୍ଚାୟତ ଆଉ ବରୁଆ ପଞ୍ଚାୟତ ଭିତରେ ଆମେ ଭୋଟ ଚୋର ଗାଦି ଚୋଳ ଉପରେ ସିଗ୍ନେଚର ଅଭିଯାନରେ ଥିଲୁ। ମୋ ସାଙ୍ଗରେ ଯାଜପୁର ବ୍ଲକର କୋଅର୍ଡିନେଟର ଗଦାଧର ଦାସ ଥିଲେ, ଆଉ ଆରତୀ ଦେଓ ମଧ୍ୟ ଥିଲେ। ସେଇଠି ଫୋନ କଲେ ଯେ ମାଗୁଣି ବାବୁ, ଆଉ ମୁଁ 20,000 ଲୋକଙ୍କୁ ନେଇକିରି 15 ତାରିଖ ନିଶ୍ଚିତ ଭାବରେ ଯିବି। ଗାଡି ଘୋଡା ମୋଟରସାଇକେଲ ସବୁ ଠିକ ଠାକ କରିଦେଇଛି। ମୁଁ ଦାଦା ମତେ ଯାହା କହିଛନ୍ତି ମୁଁ ଆପଣଙ୍କୁ ଜଣେଇ ଦେଇଛି। ଆଉ ଯଦି ଆପଣ ଉପର ଲେବୁଲରେ କଣ କଥା ହେଇଛନ୍ତି କଥା ହେବେ, ମିଶିବେ, ସେଟା ମୁଁ କହିପାରିବି ନାହିଁ। କିନ୍ତୁ ସେ କହୁଛନ୍ତି ଆଉ ଲୋକଙ୍କୁ ରୋକି ହବ ନାହିଁ, ଆଉ ସମସ୍ତେ ଯିବେ। ମୁଁ ସେଟା ତାଙ୍କ ଲେବୁଲର କଥା ଭାଇ, ମୋ ଲେବୁଲରେ କିଛି କଥା ନାହିଁ। ମୋ ଲେବୁଲରେ ଯୋଉଟା ଆପଣ ଆପ୍ଲିକେସନ ଦେଇଥିଲେ ମୁଁ ତାଙ୍କୁ ଜଣେଇ ଦେଇଛି। ସେ ମଧ୍ୟ କଥା ମତେ ଜଣେଇ ଦେଇଛନ୍ତି ଏତିକିରେ। କିନ୍ତୁ ସେ ଏଇ କଥା କହିଲେ ଯେ ଯାହା ହେଲେ ମୁଁ 15 ତାରିଖରେ ପିସିସି ଅଫିସ ଯିବି। କିନ୍ତୁ ତାଙ୍କର ଯୋଉ ଉଚ୍ଚାରଣ ଆଚରଣ କଂଗ୍ରେସ ଦଳ ପାଇଁ ଏଭଳି ଉଚ୍ଚାରଣ ଆଚରଣର ବ୍ୟବହାର ଆମକୁ ଭଲ ଲାଗୁନାହିଁ ବୋଲି ଆମେ ଆପଣ ମାନଙ୍କ ପଛରେ କଥା ରଖୁଛୁ। ଏବଂ ଯୋଉ ଧମକ ଦେବା ଯେ ଆମେ ଏ ନ ମିଶିଲେ ତାରିଖରେ ଆମେ ଏ ଦଳକୁ ପଳେଇଯିବୁ, ସେଟା ତାର ଗଣତନ୍ତ୍ର ଅଧିକାର, ନିଜସ୍ୱ ମତ। ସେ କୋଉ ଦଳକୁ ଯିବେ ଆମେ କହିପାରିବା ନାହିଁ। କିନ୍ତୁ କଂଗ୍ରେସ ଦଳରେ ଶୃଙ୍ଖଳିତ ଭାବରେ ବିଚାର ଆଦର୍ଶ, ଗାନ୍ଧୀଙ୍କର ବିଚାର ଆଦର୍ଶକୁ ନେଇକି ଏ ଦଳ ଗଠନ କରାଯାଇଛି। ଏଠି ବିଚାର ଆଦର୍ଶ ଅନୁସାରେ କାର୍ଯ୍ୟକ୍ରମ ଚାଲିବ। ଆମେ ନାରାୟଣ ଧଳଙ୍କୁ ବହୁତ ସମ୍ମାନ ଦେଉ, ସେ ବହୁତ ଭଲ ଲୋକ। କିନ୍ତୁ ତାଙ୍କର ଆଚରଣ ଉଚ୍ଚାରଣ ଆମକୁ ଠିକ ଲାଗୁନାହିଁ ବୋଲି ଆମେ ଆପଣଙ୍କ କତିରେ କଥା ରଖୁଛୁ। ନମସ୍କାର। ଜୟ ଭୀମ, ଜୟ ଭାରତ, ଜୟ ସମ୍ବିଧାନ।